କରିଛୁ ତା ପୂର୍ବରୁ ଆଉ ଗୋଟେ ଏମିତି ରୋଷେଇ ଘରଟା ଥିଲା ସେଇଟା ଗୋଟେ ଛୋଟିଆ ଘର କରିକି ମାନେ ପଢ଼ା ହେଉଥିଲା ସ୍କୁଲ ଯେତେବେଳେ ପ୍ରାରମ୍ଭ ତାପରେ ସେ ସମୟରେ ଗୋଟେ ସୁଜି ପୁରା ଦାନା ସୁଜି ତାପରେ ଗୁଡ଼ ତାପରେ ଦିଆ ହେଇଥିଲା ଏତିକି ମୁଁ ଜାଣୁଛି କିନ୍ତୁ ଆଜିର ଦିନଟି ମାନେ ଏତେ ଆଗକୁ ଯାଇଛି ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ପିଲାମାନଙ୍କୁ ନୂତନ ନୂତନ ଶିକ୍ଷା ମାଧ୍ୟମରେ ଆଗକୁ ନେବା ପାଇଁ ସେ ସମୟରେ ଏତେ ଗୁଡ଼େ କିଛି ବି ନଥିଲା ଆଉ ଏମିତି ଡ୍ରେସ୍ କୋଡ୍ ତ ଟୋଟାଲ ନଥିଲା ଆଉ ଯାହା ଯେତିକି ଥିଲା ଚିରା ଭଗା ଏ ସବୁରେ ମାନେ ବାପା ମା ଇଏ କରିକି ପିଲାମାନଙ୍କୁ ମାନେ ପଠଉଥିଲେ ଆଉ ସେ ସମୟର ଯଦି ଆଜି ମନେ ପକଉଛୁ ଆମକୁ ବହୁତ କଷ୍ଟ ବି ଲାଗୁଛି ଏତେ କଷ୍ଟରେ ଆଉ ଏ ସ୍କୁଲଟି ଆଜି ସ୍ଥାପନ ହେଇଛି ଫ୍ରଣ୍ଟରେ ବିଲ୍ଡିଂ ଯାକ ହେଇଛି ପାଚେରୀ ହେଇଛି ଆଉ ବଗିଚା ହେଇଛି ଏ ଦୁନିଆ ସବୁ ଭିତରେ ଆଜି ସ୍କୁଲଟି ବହୁତ ସୁନ୍ଦର ଦେଖାଯାଉଛି ଆଉ ସୁନ୍ଦର ମୁହୂର୍ତ୍ତ ସୁନ୍ଦର ପରିବେଶ ଭିତରେ ଏ ଯେଉଁ ଆଜିର ଦିନଟି ଆଉ ଡ୍ୟାନ୍ସ ଆଉ ସାଉଣ୍ଡ ବକ୍ସ ଏ ଦୁନିଆ ଭିତରେ ଆଉ ଶିକ୍ଷାଟି ବହୁତ ଆଗକୁ ଯାଇଛି ସେଥିପାଇଁ ମୋତେ ବହୁତ ଖୁସି ଲାଗୁଛି ଆଉ ଏଇ ଖୁସିରେ ମୁଁ ପିଲାମାନଙ୍କୁ ଆହୁରି ଉତ୍ସାହିତ କରିବାକୁ ଚାହୁଁଛି ଯେଉଁ ଡ୍ୟାନ୍ସ ଆଉ ଯେଉଁ ଶିକ୍ଷା କରି ଆଉ ଆଗକୁ ଯାଉଛନ୍ତି ଆହୁରି ଆଗକୁ ଯାଆନ୍ତୁ ମୋର ଏଇଟା ଅନୁରୋଧ ଆଉ ପ୍ରତ୍ୟେକ ବାପା ମାଆଙ୍କୁ ମଧ୍ୟ ଅନୁରୋଧ ପିଲାମାନଙ୍କୁ ଠିକ୍ ସମୟରେ ଆଉ ସ୍କୁଲରେ ପଠାଇବା ପାଇଁ ଅନୁରୋଧ ଆଉ ପିଲାମାନଙ୍କୁ ଯଦି ଆମେ ଠିକ୍ ସମୟରେ ସ୍କୁଲରେ ପଠାଇବା ତାହେଲେ ପିଲାମାନେ ଉତ୍ସାହିତ ହୋଇ ଆଗକୁ ବଢ଼ିବେ ଏତିକି କହି ମୁଁ ମୋ ବକ୍ତବ୍ୟ ଶେଷ କରୁଛି। धन्यवाद आमर सभापति महाशय बहु कथा कहले स्कूल पुराणा कथा मन पकईदे जे नाही नाही रे केमती स्कूल चलता आ वर्तमान परिस्थिति से कंपेयर करछंती से महाशय को आम विद्यालय तरफ विशेष धन्यवाद मो छात्र छात्री अनुरोध करुच्ची से महाशय को उद्देश्य एक बड़ जोरदार करताली दियंतु। कोणरे आउ जड़े प्रधान शिक्षक उपस्थित अच्छा सम्मानित अतिथि रूपे मंचासीन भी अच्छा श्री नारायण बाबू को अनुरोध करी कुनी कुनी छात्रों को उद्देश्य दुई पद रखिए बहुत संख्या पर जेहेतु समय बहुत गला आमर बहुत कार्यक्रम अच्छी सर्वप्रथम मु आज मंच समस्त कार्यक्रम को तुलाउथिबा विशेषकर माध्यम आम परिचालित होछु एठी जो सभापति मुख्य सभापति आमर पंडा सार तथा आम पोखरीबंद विद्यालय प्रधान शिक्षक पुणी यही विद्यालय प्रधान शिक्षक श्रीजुक्त पंडा सार पुणी आम मंच उपस्थित अच्छा शिकाटी उपरा विद्यालय प्रधान शिक्षक तथा आजिकार मुख्य वक्ता सिद्धार्थ सार पुणी मंचासीन आम मोर विशेषकर सुपरिचित पंडा सार तथा मोर सार से माने शिक्षकता जीवन दीर्घ दिन अनुभूति पाखे थिला रही से आम गहन उपस्थित हुई सौभाग्यता बा मिलन पाई विशेष महाशय उभय महाशय को मोर हृदय कृतज्ञता ज्ञापन करुच्ची आपुनी आम पाखे दुई हाँ कहवा गले से अनुपस्थित हो ताले यही रंगालो कार्यक्रम बा यही प्रकार कार्यक्रम अधूरा हो से दुई कलाकार होती आम बालीगुड़ा ठार आसवा सुनील भाई आपुनी आम पालाज्ञा यही प्रकार पुणी अन्य विद्यालय विद्यालय अनेक सहकारी शिक्षक शिक्षयित्री मैंने कार्यरत से कृतज्ञता ज्ञापन कर तत्संगे यही मंचर कार्यक्रम में जिते अभिभावक अभिभाविका मैंने अच्छा आम ग्राम ठार से समस्त को हाँ मोर व्यक्तिगत और विद्यालय तरफ कार्यक्रम तरफ स्वागत और शुभेच्छा ज्ञापन करुच्ची सर्वशेष आम मंच मध्य
এই যে ଆମ ସମ୍ମୁଖରେ ବସିଥିବା ମୋର ଅତି ପ୍ରିୟ ଛୋଟ ଛୋଟ ପୁଅ ଝିଅମାନଙ୍କୁ ହଁ ମୁଁ ମୋର ଅନ୍ତରର କୃତଜ୍ଞତା ସ୍ନେହ ଆଦର ସେମାନଙ୍କୁ ମଧ୍ୟ ଜ୍ଞାପନ କରୁଅଛି। ଆଉ ଯାଉ ଏଇ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଓ ତା ସହିତ ବାର୍ଷିକ ଉତ୍ସବ ଯେଉଁ ପଦଟି ମାନେ ଉଲ୍ଲେଖ ଅଛି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବାର ବିଶେଷ ସୁଯୋଗ ପାଇଥିବାରୁ ମୁଁ ନିଜକୁ ମଧ୍ୟ ମାନେ କ'ଣ ଧନ୍ୟ ମନେ କରୁଛି। ଆଉ ବିଶେଷ କରି ସମୟ ସାପେକ୍ଷ ମୁଁ ଅଧିକା କହିବି ନାହିଁ। ଗୋଟେ କଥା ହେଲା ଯେ ପିଲାମାନେ ଆମ ବିଦ୍ୟାଳୟ ମଧ୍ୟରେ ଆମେ ସର୍ବଦା ଆସୁଛୁ ସବୁ ବର୍ଷକ ମଧ୍ୟରେ ଅନେକ ଏଇ ଯେଉଁ ଶିକ୍ଷା ସହିତ ଛୋଟ ଛୋଟ କେତେକ ମାନେ ଆମେ ପର୍ବପର୍ବାଣି ପାଳନ କରୁଛୁ। ଯେମିତି ଗଣେଶ ପୂଜା ସରସ୍ୱତୀ ପୂଜା ପୁଣି ଜାତୀୟ ଦିବସ ମଧ୍ୟ ପାଳନ କରୁଛୁ। ଆଉ ସେ ସମସ୍ତ କାର୍ଯ୍ୟକ୍ରମ ଦ୍ୱାରା ମଧ୍ୟ ଆମେ ଅନେକ ଶିଖୁଛୁ ଜାଣୁଛୁ ବୁଝୁଛୁ। ଆଉ ସେଇ ମଧ୍ୟରେ ମଧ୍ୟ ଆମଙ୍କର କେତେ ବ୍ୟକ୍ତିତ୍ୱ ବିକାଶ ହେବାର ସୁଯୋଗ ରହିଛି। ଆଉ ମୁଁ ବିଶେଷ ତୁମମାନଙ୍କୁ କହିବି ଯେ ଆମେ ସବୁ କାମ କରିବା ସହିତ ମଧ୍ୟ ଏଇଗୁଡ଼ା ଯଦି କାମ ଯଦି ହାତକୁ ପାଇବା ନାହିଁ କିମ୍ବା ଆମ ଜୀବନରେ ଯଦି ରହିବ ନାହିଁ ତାହେଲେ ଆମମାନଙ୍କ ଜୀବନ ମଧ୍ୟରେ ଅନେକ ବିଷୟ ସୁଖ ବା ଖୁସି ଅଧୁରା ହେଇଯିବ। ଯାହା ହଉ ଆମେ ବିଦ୍ୟାଳୟ ମଧ୍ୟରେ ଆମେ ମୁଁ ବିଶେଷ କରି ୟା ପୂର୍ବରୁ ମୁଁ ଗୋଟେ ସ୍ମରଣ କରିବି ଯେ ଆମେ ସୁଅଳି କାର୍ଯ୍ୟକ୍ରମ ବିଦ୍ୟାଳୟରେ ପାଳୁଛୁ ନା ପ୍ରତିବର୍ଷ ପିଲାମାନେ ହଁ କି ନାହିଁ ପାଳୁଛୁ ହଁ ନାଇଁ ନାହିଁ ପାଳୁଛୁ ନା ନାହିଁ ସେଇ ସୁଅଳି କାର୍ଯ୍ୟକ୍ରମ ତଦ୍ରୂପ ଏଇ ଯେଉଁ ବାର୍ଷିକ ଉତ୍ସବ ଏଇଠି ମଧ୍ୟ ବିଶେଷ କରି ମୁଁ ନିଶ୍ଚିତ ମାନେ ଜାଣିଛି ଯେ ୟା ପୂର୍ବରୁ ମଧ୍ୟ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହଁ ବିଶେଷ କରି କୋ କରିକୁଲାର ଆକ୍ଟିଭିଟିଜ୍ ଅର୍ଥାତ୍ ଶିକ୍ଷା କାର୍ଯ୍ୟକ୍ରମ ହଁ ଏଠି ଅନୁଷ୍ଠିତ ହୋଇଥିଲା ଏବଂ ସେହି କାର୍ଯ୍ୟକ୍ରମ ଦ୍ୱାରା ମାଧ୍ୟମରେ ହଁ ବିଭିନ୍ନ ପ୍ରକାର ଖେଳ ଖେଳିଛନ୍ତି। ଆଉ ସେହି ଖେଳ ମଧ୍ୟରେ ମଧ୍ୟ କେତେକ ପିଲାମାନେ ବା କ'ଣ କରିଛନ୍ତି ନା କୃତିତ୍ୱ ଅର୍ଜନ କରିଛନ୍ତି। ଆଉ ଯେଉଁ ପିଲାମାନେ ଯେଉଁ ହଁ ବିଶେଷ କରି ଆଇଟମ୍ରେ ଭାଗ ନେଇଥିଲେ ସେଇଥିରେ କୃତିତ୍ୱ ହଁ ପାଇଛନ୍ତି। ଆଉ ସେମାନେ ତାଙ୍କ ପାଇଁ କିଛି ନା କିଛି ଛୋଟ ଛୋଟ ପୁରସ୍କାର ସେମାନଙ୍କ ପାଇଁ ହଁ କ'ଣ କାହିଁକି ଆୟୋଜନ କରାଯାଇଛି ତାହା ନିଶ୍ଚିତ ଏହା ପରେ ତୁମେ ପାଇବ ଏବଂ ତାହା ନିଶ୍ଚିତ ଭାବରେ ଖୁସିର ବିଷୟ। ଯାହା ହେଉ ଆମେ ବର୍ଷ ସାରା ପାଠ ପଢ଼ି ବେଳେବେଳେ ଥକି ଯାଉଛୁ ହାଲିଆ ହେଉଛୁ ସେହି ମଧ୍ୟରେ ଏହି ପ୍ରକାର କାର୍ଯ୍ୟକ୍ରମ ଯେତେବେଳେ ଆମମାନଙ୍କ ପାଇଁ ସୁଯୋଗ ଆସୁଛି ଏହା ନିଶ୍ଚିତ ଆମମାନଙ୍କ ପାଇଁ ଖୁସିର ବିଷୟ କି ନାହିଁ କ'ଣ କହୁଛ ଖୁସିର ବିଷୟ ନା ନାହିଁ? ହଁ ଏଠି କଥା ଏହା ସହିତ ମଧ୍ୟ ଆମମାନେ ଯେତେବେଳେ ମାନେ ବିଦ୍ୟାଳୟ ମାନେ ଆସୁଛୁ ହଁ ସାର୍ମାନଙ୍କ ଠାରୁ ଅନେକ କ'ଣ ଶିଖିବାର ସୁଯୋଗ ପାଉଛୁ ଏବଂ ଯେତେବେଳେ ଆମେ ଶିଖୁଛୁ ସେହି ସମୟରେ କ'ଣ କରିବା ନା ନିଜକୁ ସର୍ବପ୍ରଥମେ ଶୃଙ୍ଖଳିତ ଯଦି କରିବା ନାହିଁ ଅନେକ ବିଷୟ ଶୁଣିଲେ ମଧ୍ୟ ଜାଣିପାରିବାନି କିମ୍ବା ବହି ପଢ଼ିଲେ ମଧ୍ୟ ଜାଣିପାରିବ ନାହିଁ। ସାର୍ଙ୍କ ଠାରୁ ଅନେକ ଅନୁଭୂତି ଅଛି ସେମାନଙ୍କ ଜୀବନରେ ଅନେକ ତାଙ୍କ ପାଖରେ ଅଗାଧ ଜ୍ଞାନ ବି ଅଛି। ଆଉ ସେ ଜ୍ଞାନରୁ ତୁମମାନଙ୍କୁ କିଛି ସେମାନେ କ'ଣ କରନ୍ତି ଅଂଶୀ କରାନ୍ତି। ସେ ଜ୍ଞାନରୁ ଯାହା ତାଙ୍କ ପାଖରେ ଅଛି ସେ ସମସ୍ତ ବିଷୟ ତୁମମାନେ ଯଦି ଲାଭ କରିବ ତୁମେ ଯଦି ପାଇବ ତାହା ତୁମମାନଙ୍କ ପାଇଁ ବହୁତ ତାହା କ'ଣ ହେବ ଲାଭବାନ ହେବ ବା ତୁମ ଭବିଷ୍ୟତକୁ ନିଶ୍ଚିତ ଭାବରେ ଆଗକୁ ନେବା ପାଇଁ ତାହା ତୁମକୁ ସହାୟତା କରିବ। ଆଉ ବିଶେଷ କରି ଅଧିକା କହିବି ନାହିଁ ଯେ ଯେହେତୁ ତୁମେ ଏହି ବିଦ୍ୟାଳୟରେ ପାଠ କରୁଛ ବା ପଢ଼ୁଛ ନିଶ୍ଚିତ ଭାବରେ ତୁମର ପରିଚୟ ଅଛି। ନିଶ୍ଚିତ ଯେ ଆଜି ନହେଲେ ବି କାଲି ତୁମକୁ କେହି ଯଦି ପଚାରିବେ ତୁମେ କେତେ ଶ୍ରେଣୀ ପଢ଼ୁଛ ବା କେଉଁ ସ୍କୁଲରେ ପଢ଼ୁଛ ଆଉ କ'ଣ ପଢ଼ୁଛ କେମିତି ତୁମ ପଢ଼ା କେମିତି ଅଛି ଯଦି ପଚାରିବେ ଆଜି ନହେଲେ ତ କାଲି ପଚାରିବେ କେବେ ନା କେବେ ପଚାରିବେ ତାହା ହେଉଛି ତୁମର ପରିଚୟ। ଆଉ ସେହି ସମୟରେ ଯଦି ତୁମଠାରୁ ସେମାନେ ଯାହା ଆଶା କରିବେ ମାନେ ଜାଣିବା ପାଇଁ ବୁଝିବା ପାଇଁ ଯଦି ସେଇଟା ଯଦି ସେମାନେ ଯଦି ହଁ ପାଇବେନି ତାହେଲେ ତୁମକୁ ବି ଖୁସି ଲାଗିବନି। ତୁମକୁ କ'ଣ ଲାଗିବ ଆଉ ସେ ପରିଚୟ ହେଉଛି ତୁମ ବାପାଙ୍କର ସେ ପରିଚୟ ହେଉଛି ଶିକ୍ଷକମାନଙ୍କର ସେ ପରିଚୟ ହେଉଛି ତୁମ ଜୀବନର। ତେଣୁକରି ଆଜି ଛୋଟ ପିଲାଟେ ଅଛ ଆସନ୍ତାକାଲି ହଁ କ'ଣ ହେବ ତୁମ ଭବିଷ୍ୟତ ଅତି ସୁନ୍ଦର। ଯେମିତି କହନ୍ତି କୌଣସି ମଞ୍ଜି ହେଇକି ରହିବନି ମଞ୍ଜି କ'ଣ ହେବ ଗଛ ହେବ ଠିକ୍ ସେ ପ୍ରକାର ଛୋଟ ପିଲାଟି ଆଜି ଅଛ କାଲିକି ତୁମେ ଏ ଦେଶର ବା ତୁମ ପରିବାର ଏବଂ ଆମ ସାର୍ମାନଙ୍କର ସମସ୍ତ ଭବିଷ୍ୟତ ହେଉଛି ତୁମେ ଏ ଗାଁର ଭବିଷ୍ୟତ ହେଉଛି ତୁମେ। ତେଣୁକରି ମୁଁ ବିଶେଷ କରି କହୁନି ନା ବିଭିନ୍ନ କାର୍ଯ୍ୟକ୍ରମ ଯାହା ତୁମ ଜୀବନ ମଧ୍ୟରେ ମୁଁ ଆସୁଛି ସେ କାର୍ଯ୍ୟକ୍ରମ ଦ୍ୱାରା ତୁମେ ଏବଂ ସାର୍ମାନ ଠାରୁ ସମସ୍ତ କିଛି ସର୍ବଦା ଆଶୀର୍ବାଦ ପାଇ ଆଗକୁ ଯେମିତି ନିଜର ଉତ୍ତମ ଭବିଷ୍ୟତକୁ ଗଢ଼ିବ ତାହା ମୁଁ ବିଶେଷ କରି ମୁଁ ଈଶ୍ୱର ଠାରେ କାମନା ଓ ପ୍ରାର୍ଥନା କରୁଛି। ଏଠି କହି ମୁଁ ମୋର ବକ୍ତବ୍ୟ ସାଙ୍ଗ କରିବି। ନାଣ ସାର୍ଙ୍କୁ ବହୁତ ଧନ୍ୟବାଦ ପିଲାଙ୍କ ଉଦ୍ଦେଶ୍ୟରେ ବହୁତ ଉପଦେଶ ଦେଇଛନ୍ତି।
ବର୍ତ୍ତମାନ ମୁଁ ଆମର ଏଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଅନୁରୋଧ କରିବି ସେ ବିପଦ କହିବେ ତାଙ୍କର ଏଇ ପ୍ରୋଗ୍ରାମ ବିଷୟରେ।